ଆପଣମାନେ ଜାଣିଥିବେ ଏଇ ଦୁନିଆରେ ନିଃସ୍ୱାର୍ଥପର ଭାବେ ଜୀବନଯାପନ କରୁଥିବା ମଣିଷ ଦେଖିବା ବହୁତ କମ୍। କାହିଁକି ନା ନିଜ ହୃଦୟରୁ କେହି କେବେ କାହା ପ୍ରତି ଭଲ ପାଇବା ଦେଖେଇବା, ମୁଁ ତ ବେଶୀ ଲୋକଙ୍କୁ ଏଇଭଳି ଦେଖିନି କେବେ, କିନ୍ତୁ ଏତିକି ରିକ୍ୱେଷ୍ଟ କରୁଛି ଏଇ ଭିଡ଼ିଓ ମାଧ୍ୟମରେ, ଯେଉଁମାନେ ବି ଜୀବନରେ କିଛି କରିବା ପାଇଁ ଚାହୁଁଛନ୍ତି, ଆଗକୁ ବଢ଼ିବା ପାଇଁ ଚାହୁଁଛନ୍ତି, ଅନ୍ୟକୁ ସାହାଯ୍ୟର ହାତ ବଢ଼ାନ୍ତୁ। ଯେଉଁମାନେ ଅଭାବ ଅସୁବିଧାରେ ପଡ଼ି ରହିଛନ୍ତି, ଯେଉଁମାନେ ଦାରିଦ୍ର୍ୟ ସୀମାରେଖା ତଳେ ଏବେ ବି ମାନେ ସଂଘର୍ଷ କରୁଛନ୍ତି, ସେମାନଙ୍କ ପ୍ରତି ଏତେ ନିଷ୍ଠୁର ହୁଅନ୍ତୁ ନାହିଁ। ସେମାନଙ୍କୁ ଭଲ ପାଇବା ଦିଅନ୍ତୁ, କିଛି ମାତ୍ରାରେ ସାହାଯ୍ୟ କରନ୍ତୁ। ଯେତିକି ସମ୍ଭବ ଆପଣଙ୍କ ପାଖରେ ଯେତିକି ଅଛି ବା ଯେତିକି ଆପଣ ପାରିବେ, ଯଥା ସମ୍ଭବ କିଛି ନା କିଛି ସାହାଯ୍ୟ କରନ୍ତୁ। ଆଉ ପ୍ରକୃତ ଯେଉଁ ଭଗବାନଙ୍କର ଆଶୀର୍ବାଦ ଯେଉଁଟା ଆମେମାନେ କହୁଛେ ଯେ ଖାଲି ମନ୍ଦିର ଗଲେ, ଭକ୍ତି କଲେ ବା ପୂଜା ପାଠ କଲେ, ଫଳମୂଳ ଭୋଗ ରାଗ ଇତ୍ୟାଦି ଠାକୁରଙ୍କୁ ଅର୍ପଣ କଲେ ଯଦି ଆପଣମାନେ ପ୍ରକୃତର ଆଶୀର୍ବାଦ ପାଇଯାଉଛନ୍ତି, ତାହା ମୁଁ କେବେ ଭାବେ ନା। କିନ୍ତୁ ପ୍ରକୃତ ଆଶୀର୍ବାଦ ସେଇଠୁ ମିଳେ ଯେଉଁଠି ଆମେ ଭଲ ପାଇବା ଦେଉ ଏବଂ ଭଲ ପାଇବା ମିଳେ ଆମକୁ ତା ବଦଳରେ, ଆଉ କିଛି ସାହାଯ୍ୟ କରୁ ଏବଂ ପ୍ରତିବଦଳରେ ସାହାଯ୍ୟ ମିଳେ। ସେଠି ଯେଉଁ ରିଏଲ୍ ଆଶୀର୍ବାଦଟା ମିଳେ ନା, ସେଇଟା ହେଉଛି ପ୍ରକୃତ ଭଗବାନଙ୍କ ଦ୍ୱାରା ପ୍ରେରିତ ଆଶୀର୍ବାଦ। ଯଦି ଗୋଟେ ଗରିବ ଲୋକଙ୍କୁ ରାସ୍ତା କଡ଼ରେ ଯେଉଁଠି ଭିକାରୀଟିଏ ହେଉନା କାହିଁକି, କି ଟ୍ରେନରେ ଗୋଟେ ଅନ୍ଧ ଲୋକଟିଏ ହେଉନା କାହିଁକି, ଯେଉଁମାନେ ପଙ୍ଗୁ ବିକଳାଙ୍ଗ ଏବଂ ଯେଉଁମାନେ କିଛି ଖାଇବାକୁ ଦିନକୁ 2 ମୁଠା ପାଉନାହାନ୍ତି, ସେମାନଙ୍କୁ ଆପଣଙ୍କ ଅର୍ଜିତ ଧନରୁ କିଛି କିଛି ସାହାଯ୍ୟ କରନ୍ତୁ। ଯଦି ପାରୁଛନ୍ତି କିଛି ଜୀବନରେ ପୁଣ୍ୟ କମାଇବା ପାଇଁ ଚାହୁଁଛନ୍ତି, ପ୍ରକୃତ ରିଏଲ୍ ଯେଉଁଟା କଥା ମୁଁ କହୁଛି, ଆଉ କରନ୍ତୁ। ଯଦି ଆପଣଙ୍କର ଇଚ୍ଛା ହେଉଛି, ଆପଣ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକମାନଙ୍କୁ, ଭିକାରୀମାନଙ୍କୁ ରାସ୍ତା କଡ଼ରେ ଯେଉଁଠି ବି ଦେଖୁଛନ୍ତି, ଯାହାକୁ ଦେଖୁଛନ୍ତି, ଯଦି ପାରୁଛନ୍ତି ପାଣି ବୋଟଲଟି ହେଉନା କାହିଁକି ଗୋଟେ ଦିଅନ୍ତୁ। କାହିଁକି ନା ତାଙ୍କ ହୃଦୟରୁ ଯେଉଁ ଆଶୀର୍ବାଦଟା ମିଳିବ ନା ଆପଣଙ୍କୁ, ସେଇଟା ଆପଣଙ୍କୁ ବହୁତ ଆଗକୁ ନେଇଯିବ। ଏବଂ ଖାଲି ଟଙ୍କା କମେଇଲେ ହେବ ନାହିଁ। ଟଙ୍କା ତ ଆଜିକାଲି ସମସ୍ତେ କମାଉଛନ୍ତି, କିନ୍ତୁ ସେଇ ଟଙ୍କାର ସଦୁପଯୋଗ ବି ବେଳେବେଳେ କରନ୍ତୁ ଏବଂ ଲୋକଙ୍କୁ ସମସ୍ତଙ୍କୁ ଭଲ ପାଇବା ଦିଅନ୍ତୁ। ପ୍ରତିବଦଳରେ ସାମ୍ନା ଲୋକର ବି ଆପଣଙ୍କ ପ୍ରତି ଯେଉଁ ଚିନ୍ତାଧାରା ଅଟୋମେଟିକ୍ ପରିବର୍ତ୍ତନ ହେବ, ନିହାତି ଭାବେ ହେବ। ଆଉ କ'ଣ କହିବି କୁହନ୍ତୁ। କାହିଁକିନା ଆମେ ଭଗବାନ ଆମକୁ ଯାହା ବି ଦେଇଛନ୍ତି ସେତିକିରେ ଆମେ ସନ୍ତୁଷ୍ଟ ହେବା ଉଚିତ। ଆଉ ଅତି ଲୋଭ କଲେ ଯେମିତି ଅତିରୁ ଇତି ହେଇଯାଏ, ସେଇଭଳି ବେଶୀ କିଛି ଏକ୍ସଟ୍ରା ଆଶା ରଖନ୍ତୁ ନାହିଁ। ଯାହା ଦେଇଛନ୍ତି ସେଇ ସବୁ ପ୍ରଭୁଙ୍କ ଇଚ୍ଛାରେ ହେଉଛି, ଆଉ ସବୁ କିଛି ଠିକ୍ଠାକ୍ ଚାଲିଛି। ଆଗକୁ ମଧ୍ୟ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ମଧ୍ୟ ହେଉଛି। ସେ ଅକର୍ମା କର୍ମଦାୟକ ଏବଂ ଜଗତର ନାଥ ଜଗନ୍ନାଥ, ସେ କାଳିଆ ସାଆନ୍ତ, କାଳିଆ ଠାକୁର, ସେ ମହାବାହୁ। ତାଙ୍କ ଇଚ୍ଛା ବିନା କିଛି ସମ୍ଭବ ନୁହଁ, ସବୁକିଛି ସମ୍ଭବ ହୋଇପାରୁଛି। ସମସ୍ତେ ଭଲରେ ରହିବା, ଖୁସିରେ ରହିବା। ଯଦି ମୋ ଭିଡ଼ିଓରୁ ଆପଣମାନେ କିଛି ମୋଟିଭେସନ୍ ପାଉଛନ୍ତି, ନିହାତି ଭିଡ଼ିଓକୁ ଗୋଟେ ଥମ୍ସ ଅପ୍ କରନ୍ତୁ ବା ଲାଇକ୍ ଦିଅନ୍ତୁ ଏବଂ ଅନ୍ୟମାନଙ୍କ ପାଖକୁ ସେୟାର କରିକି ସମସ୍ତଙ୍କୁ ଆୱାରନେସ୍ କରିବା ପାଇଁ ଚେଷ୍ଟା କରନ୍ତୁ। ଜୟ ଜଗନ୍ନାଥ।